সেইদিନ ମଧ୍ୟ ଭରତର ବାହାଘର ହେଇଥିଲା, ସେଇଦିନ ମଧ୍ୟ ଲକ୍ଷ୍ମଣର ବାହାଘର ହେଇଥିଲା, ସେଇଦିନ ମଧ୍ୟ ଶତ୍ରୁଘ୍ନର ବାହାଘର ହେଇଥିଲା। କିନ୍ତୁ ଧ୍ୟାନ ଶୁଣନ୍ତୁ, କିନ୍ତୁ କୈକେୟୀଙ୍କର ଗୋଟେ ମହଲ ଥିଲା, ତାକୁ କହନ୍ତି କନକ ଭବନ। ଏବେ ଅଛି, ଯାଇଥିଲେ ଦେଖିବେ, ଯେଉଁମାନେ ଯିବେ ଦେଖିବେ। କୈକେୟୀଙ୍କର ଗୋଟେ ଭବନ ଥିଲା, କନକ ଭବନ, ସୁନାର ଭବନ। ଯଦି ଚାରିଟା ପୁଅର ବାହାଘର ହଉଛି, ତାହେଲେ ଏଇ ଘରଟା କାହାକୁ ଦେବା କଥା? ନିଜ ପୁଅକୁ। ଯଦି ଚାରିଟା ପୁଅ, ଭରତର ବାହାଘର ସେଇଦିନ, ଲକ୍ଷ୍ମଣଙ୍କର ବାହାଘର ସେଇଦିନ, ରାମଙ୍କର ବାହାଘର ସେଇଦିନ, ଶତ୍ରୁଘ୍ନ ବାହାଘର ସେଇଦିନ, କିନ୍ତୁ କନକ ଭବନଟା ସେ ଦେଲେ କାହାକୁ? ରାମଚନ୍ଦ୍ରଙ୍କୁ। ମାନେ କେତିକି ଆସକ୍ତି କାହା ପ୍ରତି? ରାମଙ୍କ ପ୍ରତି। କିନ୍ତୁ ଆପଣ କେତେ ତୀବ୍ର ଆଗରେ ଭକ୍ତି ଥାଉ ଆପଣଙ୍କର, ଆପଣ କେତେ ପଜିଟିଭ ଥାଆନ୍ତୁ, କିନ୍ତୁ ଯଦି ବରାବର ଭକ୍ତ ସଙ୍ଗ ନ ନେବେ ଆପଣ ବି ଓଲଟା ହେଇଯିବେ। ତେଣୁ ସେଇ କୈକେୟୀ, ଯୋଉ କୈକେୟୀ ଚାରି ପୁଅଙ୍କର ବାହାଘର ଦିନ ରାମଚନ୍ଦ୍ରଙ୍କୁ ଦେଇଥିଲା କନକ ଭବନ, ଆଜି ମନ୍ତ୍ରାର ସଙ୍ଗ ନେଇକିରି ପଠେଇଦେଲା କୁଆଡେ? ବନବାସ ପ୍ରଭୁଜୀ। ଦେଖନ୍ତୁ, ଏଇ ହେଲା ସଙ୍ଗର ପ୍ରଭାବ। ଆପଣ କେତେ ବଢିଆ ଭକ୍ତ ହେଇଥାନ୍ତୁ, କେତେ ପଜିଟିଭ ଥାଆନ୍ତୁ, ଯଦି ବରାବର ଟାଇପର ସଙ୍ଗ ନ ମିଳିବ ନା, ବରାବର ଭକ୍ତ ସଙ୍ଗ ନ ନେବେ ନା, ଆପଣ କେତେ ଆସକ୍ତି ଥାଆନ୍ତୁ କୃଷ୍ଣ ପ୍ରତି, ରାମ ପ୍ରତି, ଆପଣ ବି ଡାଇଭର୍ଟ ହେଇଯିବେ। ଆଉ ଯେତିକି ଆପଣଙ୍କର ପ୍ରେମ ଥିବ, ଏଟା ନେଗେଟିଭ କାମ କରିବ। ଦେଖନ୍ତୁ, ଯଦି ଚାରିଟାଙ୍କ ପୁଅ ବାହା ହେଇଥିଲେ, ଆଉ ଯୋଉ କୈକେୟୀ କନକ ଭବନ ଦେଇଥିଲା କାହାକୁ? ରାମଚନ୍ଦ୍ରଙ୍କୁ, ଆଉ ସେଇ ରାମଚନ୍ଦ୍ରଙ୍କୁ ପଠେଇଦେଲା, ସେତିକି ନେଗେଟିଭ ହେଇଗଲା। କାହା ଯୋଗୁ? ଛୋଟିଆ ମନ୍ଥରା ଯୋଗୁ। ତେଣୁ ସାବଧାନରେ ଭକ୍ତଙ୍କ ସଙ୍ଗ ନବ ପ୍ରଭୁଜୀ। ଭକ୍ତଙ୍କ ସଙ୍ଗ ସାବଧାନ ରହିବାକୁ ପଡ଼ିବ ଆମକୁ। ତେଣୁ ଭକ୍ତଙ୍କ ସଙ୍ଗଟା ଭକ୍ତିରେ ବହୁତ ପ୍ରାଧାନ୍ୟ ଦିଏ। ଦେଖନ୍ତୁ କି ଭଳିଆ ଆସକ୍ତି ରାମଚନ୍ଦ୍ରଙ୍କ ପ୍ରତି। ଚାରିଟାଙ୍କ ପୁଅ ବାହାଘରରେ ରାମଚନ୍ଦ୍ରଙ୍କୁ ଦେଲେ, ନିଜ ପୁଅ ଭରତକୁ ଦେଲେନି। କିନ୍ତୁ ଦେଖ, ମନ୍ଥରାର ସଙ୍ଗରେ ଆସିକିରି ଯେତିକି ପ୍ରେମ କରୁଥିଲେ ସେତିକି ଘୃଣା କରିଦେଲେ। ଏରା ସଙ୍ଗର ପ୍ରଭାବ। ତେଣୁ ମା ମାନେ, ପ୍ରଭୁଜୀ ମାନେ ସଙ୍ଗଟା ଟିକେ ଧ୍ୟାନରେ କରୁଥିବେ। ଏ ସଙ୍ଗରେ ସବୁତକ ଅଟକିଛି। ଏ ଭକ୍ତଙ୍କ ସଙ୍ଗରେ ସବୁତକ ଭକ୍ତି ଅଟକିଛି। ଭାଗବତର 100 ଶ୍ଲୋକ ଅଛି ସଙ୍ଗ ବିଷୟରେ। ଜଣେ ଭକ୍ତି ତୀବ୍ର ଆଗରେ କରୁଛି, କେମିତିକା ସଙ୍ଗ ପାଉଛି। ଜଣେ କରିପାରୁନି, ସଙ୍ଗ ନାହିଁ। 5 ବର୍ଷ 10 ବର୍ଷ ଆପଣ ଭକ୍ତଙ୍କ ସଙ୍ଗରେ ରହନ୍ତୁନି, ଦେଖନ୍ତୁ ଆପଣଙ୍କ ଷ୍ଟାଣ୍ଡାର୍ଡ କଣ ହେଇଯିବ। ଦେଖନ୍ତୁ, ଉଚ୍ଚ କୋଟିର ସଙ୍ଗ ପାଇବେନି, ଭକ୍ତଙ୍କ ସଙ୍ଗରେ ରହିବେନି, ଆପଣ କୋଉଠି ଖସିଯିବେ, ଆପଣ ପତ୍ତା ମିଳିବନି। ଦେଖନ୍ତୁ କି ଭଳିଆ ପଜିଟିଭ ଆଟିଟ୍ୟୁଡ ଲୋକ, କି ଭଳିଆ ନେଗେଟିଭ ଆଟିଟ୍ୟୁଡ ହେଇଗଲା। କାହିଁକି? ମନ୍ଥରା ଯୋଗୁ ମୁଣ୍ଡ ବିଷୟ ଗଲା। ସଙ୍ଗୟ ସ୍ମୃତି ହେତୁ ଅସତ୍ସୁଭିତ ଧିୟ ଶୈବ ସାଧୁ ସୋସଙ୍ଗ ନିସଙ୍ଗତ୍ୱାୟ କଳ୍ପତେ। ଭକ୍ତି କାହିଁ ହଉନି କି? ମୁକ୍ତି ପାଇଯିବୁ। ସଙ୍ଗ, ଏଇ ସଙ୍ଗ ତୋର ବନ୍ଧନର କାରଣ ହବ। ଏଇ ସଙ୍ଗ ଖାଲି ମୋଡ଼ି ସାଧୁ ବେଳକୁ ତୁ ମୁକ୍ତି ପାଇଯିବୁ। ସଙ୍ଗ ମତେ ଦେଖା ଏ ସଙ୍ଗ କିଏ? ମୁଁ କହିବି କେମିତିକା। କହିଛନ୍ତି ମହାତ୍ମା ଗାନ୍ଧୀ, so many friends, I will tell you what his character. ମତେ ଏଇ ଲୋକର ସାଙ୍ଗ ଦେଖାଇ ଦିଅ, ମୁଁ କହିଦେବି କେମିତି ଏହା ପ୍ରକୃତି କଣ। କାହିଁକି? ତାର ବିଷ୍ଣୁ ନାଇଁ, ତା ସାଙ୍ଗ ଦେଖିକି ଜାଣିଦେବି ଏହା ପ୍ରକୃତି କଣ।
ଯେମିତିକା ସଙ୍ଗ ନେଇଯିବେ ସେମିତିକା ରଙ୍ଗ ହେଇଯିବ ଆପଣଙ୍କର। এই সঙ্গ আপনার মুক্তি দেব, এই সঙ্গরে আপনার বান্ধি হয়ে দেবহূতি করছেন, কপিল মুনি করছেন, দেবহূতি করছেন মা গো প্রসন্নম অজরম পাশম আত্মনা কবয় বিদু সয়েব সাধু সোকুত মুক্ত নিসঙ্গত্বায় কল্পতে। মা তু রাহাস কর, তু বর্তমান অবস্থা সেয়া, তু বাহাই করদম নাকি তোর অবস্থা ঘাইয়া গেলা, তু ঝিও ঝিও হেলু, বর্তমান তোর অবস্থা ইয়া বাবা পড়াইলে গোটে